ଥରେ ତ ମୋ ସହ କଥା ହ। ଯଦି କଥା ହେବାକୁ ଚାହୁଁନୁ ତାହେଲେ ମେସେଜଟେ କରି ଥରେ ପଚାର କେମିତି ଅଛ। ତାହା ବି ଯଦି ନ କରିପାରୁଛୁ ତେବେ କମ୍ ସେ କମ୍ ଅନବ୍ଲକ୍ ତ କରିଦେ। ସତ କହିଲୁ କେତେ ଦିନ ଆଉ କଷ୍ଟ ଦେବୁ? ସତ କହୁଛି ଗୁଲୁ, ଆଉ ସହିପାରୁନି। କେତେବେଳେ କ'ଣ କରିଦେବାକୁ ଭାରି ଇଚ୍ଛା ହେଉଛି। ତୁ କେମିତି ଏତେ ନିଷ୍ଠୁର ହେଇପାରିଲୁ? ନା କିଏ ତତେ ନିଷ୍ଠୁର ହେବାକୁ ବାଧ୍ୟ କରୁଛି? ନହେଲେ ଆଖି ସାମ୍ନାରୁ କିଛି ସମୟ ପାଇଁ ଚାଲିଗଲେ ଯିଏ ପାଗଳ ଭଳି ହେଇଯାଉଥିଲା ସେ ଆଜି ଏତେ ଦିନ ହେଲା କେମିତି ଦୂରେଇ ରହିଛି। ଫୋନ୍ରେ କଥା ନହେଲେ ଫୋନ୍ ନ ଉଠେଇଲା ପର୍ଯ୍ୟନ୍ତ ଯିଏ କଲ୍ କରିଚାଲୁଥିଲା ଏତେ ଦିନ ହେଲା କଥା ନ ହେଇ କେମିତି ରହିଛି। ଆଉ ମୁଁ ଖାଇବାକୁ ଭୁଲି ଯାଉଥିଲେ ଯେ ହ୍ୱାଟ୍ସଆପ୍ରେ ମେସେଜ୍ କରି ବାରମ୍ବାର ମନେ ପକାଇ ଦେଉଥିଲା, ଆଜି ଦିନ ଦିନ ଉପାସ ରହିଲେ ବି ପଚାରିବାକୁ ତୋର କ'ଣ ଇଚ୍ଛା ହେଉନି? ମୁଁ କେଉଁ କଲର୍ର ଡ୍ରେସ୍ ପିନ୍ଧିଛି ତୁ ଜାଣିଲେ ତୁ ବି ମ୍ୟାଚିଂ କରି ସେଇ କଲର୍ର ଡ୍ରେସ୍ ପିନ୍ଧୁଥିଲୁ। ଆଉ କେଉଁଦିନ ଯଦି ତୁ ଆଗ ପିନ୍ଧି ଦେଉଥିଲୁ ଆଉ ମୁଁ ଯଦି ତୋ ପସନ୍ଦର ଡ୍ରେସ୍ ପିନ୍ଧିନଥିଲି ତୁ ରାଗି ଯାଉଥିଲୁ ଆଉ ମୋତେ ବଦଳାଇବାକୁ ବାଧ୍ୟ କରୁଥିଲୁ। ହେଲେ ଆଜି ମୁଁ କ'ଣ ପିନ୍ଧୁଛି ତତେ ଫରକ ପଡ଼ୁନି। କେମିତି ସେଦିନ ସବୁ ଭୁଲି ପାରିଲୁ? ସତ କହିଲୁ ମୋର ଭୁଲ କ'ଣ ଥିଲା? ନା ମୋତେ ଭୁଲ ବୁଝିଛୁ? ନା ଆଉ କାହାଠୁ ମୋ ବିଷୟରେ ଭୁଲ ଶୁଣି ଦୂରେଇ ଦେଇଛୁ? ତୁ ଖାଲି ମୋ ଜୀବନ ନଥିଲୁ, ମୋ ବଞ୍ଚିବାର ସାହାରା ଥିଲୁ। ତୁ ମୋ ହୃଦୟ ଭିତରେ ସେ ଧଡ଼ ଧଡ଼ ଶବ୍ଦ ଥିଲୁ। ତୁ ମୋ ଫୁସ୍ଫୁସ୍ର ସେ ନିଶ୍ୱାସ ଥିଲୁ। ତୁ ଖାଲି ମୋ ପାଇଁ ତୁ ଥିଲୁ। ତୁ ଗଲା ପରେ ତୋ ଭଳି ଅନେକ ଜଣ ମୋ ସାମ୍ନାକୁ ଆସିଛନ୍ତି, ହେଲେ କାହା ଭିତରେ ମୁଁ ତତେ ଦେଖିବାକୁ ପାଇନି। ତୋ ଭଳି ଦେଖାଯାଉଥିବା ଆଉ ତୋଠୁ ବି ସାୟଦ ଅଧିକ ସୁନ୍ଦରୀ ଦେଖାଯାଉଥିବା ଅନେକ ଝିଅକୁ ଦେଖିଛି। ସେମାନେ ମୋ ସହିତ ମିଶିବାକୁ ଚେଷ୍ଟା କରନ୍ତି, ହେଲେ କାହିଁକି କେଜାଣି ତୋ ସହିତ ଯେମିତି ମିଶେ ନା ତାଙ୍କ ସହିତ ସେମିତି ମିଶିପାରେ, ନା ତୋ ଭଳି ଭଲ ପାଇବା ତାଙ୍କଠୁ ପାଇବାର ଭରସା କରିପାରେ। ତୁ ବି ଭରସା ଭାଙ୍ଗିଛୁ, ହେଲେ ସେ ଭଙ୍ଗା ଭରସାରେ ଆଜି ବି ତତେ ଖୋଜୁଛି। ସେଇ ଭଙ୍ଗା ହୃଦୟରେ ତତେ ଅପେକ୍ଷା କରିଛି, କାଳେ ପୁଣି ଥରେ ନୂଆ ଭରସା ନେଇ ଆସିବୁ ଆଉ ସେଇ ଭଙ୍ଗା ହୃଦୟଟା ଯୋଡ଼ିଦେବୁ। ତୁ ଭରସା ଭାଙ୍ଗି ଦେଇ ଯେତେ ଦୂରକୁ ଯା ପଛେ ଆଜି ବି ତୋ ଉପରେ ଯେତିକି ଭରସା ଅଛି ଆଉ କାହା ଉପରେ ସେ ଭରସା କେବେ ବି ଆସୁନି। ମୁଁ ଜାଣିଛି ଗୁଲୁ, ତୋ ହୃଦୟରେ ଏବେ ବି କେବଳ ମୁଁ ଅଛି। ତୁ ମୋ ସହିତ ବିତେଇଥିବା ସେ ଦିନ କେବେ ବି ଭୁଲି ପାରିବୁନି। ତୁ ମୋ ଜାଗାଟା ଆଉ କାହାକୁ କେବେ ବି ଦେଇପାରିବୁନି, ଯେମିତି ମୁଁ ବି କାହାକୁ ଦେଇପାରୁନି। ପ୍ରତ୍ୟେକ କ୍ଷଣରେ ପ୍ରତ୍ୟେକ ମୁହୂର୍ତ୍ତରେ ତୋ କଥା ହିଁ ଭାବୁଛି। ଯେତେ ଚାହିଁଲେ ବି ସବୁ ବୁଲି ବୁଲି ମନଟା ତୋ ପାଖକୁ ଚାଲି ଆସୁଛି। ଜାଣିନି କ'ଣ ପାଇଁ ତୁ ମୋ ସହିତ ଏମିତି ଭୁଲିବାର ନାଟକ କରୁଛୁ। ଏତିକି ତ ଜାଣିଛି ତୁ ଆଜି ବି ମୋ ବିନା କଷ୍ଟରେ ଅଛୁ। ତୋର ଇଚ୍ଛା ହେଉଛି ମୋ ସହିତ ମିଶିବାକୁ, ତୋର ଇଚ୍ଛା ହେଉଛି ମୋ ସହିତ କଥା ହେବାକୁ, ପୁଣି ଆଗ ଭଳି ସମ୍ପର୍କ ରଖିବାକୁ। ହେଲେ କେଜାଣି କେଉଁଠି ଗୋଟେ ଭୟର ପ୍ରତିବନ୍ଧକ ତୋ ସାମ୍ନାକୁ ଆସିଯାଉଛି। ହେଲେ ସତ କହିଲୁ, ଆମେ କ'ଣ ଭୁଲ କରିଛନ୍ତି କି? ତୁ କାହାକୁ ଏତେ ଡରୁଛୁ କାହିଁକି? ସତ କହିଲୁ, ଆମ ସମ୍ପର୍କ କ'ଣ ପବିତ୍ର ନଥିଲା? ସେଇ ପବିତ୍ର ସମ୍ପର୍କ ଭିତରେ ତୋର ମନେ ଅଛି ଲୁଚି ଲୁଚି କିସ୍ ଦେବା, ଲୁଚି ଲୁଚି ହକ୍ କରିବା। କିଏ କାଳେ ଦେଖିଦେଉ ବୋଲି ଡର ଥିଲା, ହେଲେ ସେ ମଜାଟା ଅଲଗା ଥିଲା। ସେ ପାଣି ପିଇବା କଥା କ'ଣ ଭୁଲିଗଲୁଣି? ନା ମନେ ଅଛି ତୋ ପାଟିରେ ପାଣି ନ ପିଇଲେ ମୋ ଶୋଷଟା ମେଣ୍ଟୁ ନଥିଲା। ମୋତେ ଶୋଷ ଲାଗିଲେ ତୋ ପାଖକୁ ଯାଏ ଆଉ ବୋତଲ ବଢ଼େଇ ଦେଇ କୁହେ, ନେ ମୋତେ ପାଣି ପିଇ ଦେ, ଜୋର ଶୋଷ ଲାଗିଲାଣି। ତୁ ତୋ ପାଟିରେ ପାଣି ନେଇ ମୋ ପାଟିରେ ଦେଉଥିଲୁ। ଟିକିଏ ସୁବିଧା ମିଳିଲେ ସମସ୍ତେ ଥିଲେ ବି ଆଉଡ଼ ହେଇ ମୋତେ କିସ୍ଟେ ଦେଇ ଦେଉଥିଲୁ। ଆଉ କେଉଁ ଝିଅକୁ ଦେଖିଲେ କି କଥା ହେଲେ ତୁ ସହିବା ତ ଦୂରର କଥା, ଏମିତି ରାଗିଯାଇ ଅନାଉଥିଲୁ ଯେ ମୁଁ ତା ସହିତ କଥା ହେଇନି ତ ତାକୁ ଯେମିତି ଆଇ ଲଭ୍ ୟୁ କହିଦେଇଛି। ଏତେ ଜଲ୍ଦି ଏତେ ନିଜର କରି ଏତେ ଜଲ୍ଦି କେମିତି ଦୂରେଇ ଦେଲୁ? ମୁଁ ଏତିକି ତ କନଫର୍ମ ତାର କାରଣ ମୋର କିଛି ଭୁଲ ନାହିଁ। ଆଉ ଏତିକି ବି ସିଓର ଆଜି ବି ତୁ ମୋତେ ଦୂରେଇ ଦେଇପାରୁନାହୁଁ। ମୋତେ ତୁ ପ୍ରତି ମୁହୂର୍ତ୍ତରେ ମନେ ପକାଉଛୁ, ଯେଉଁଥିପାଇଁ ମୁଁ ବି ତତେ ଭୁଲି ପାରୁନି। ଏ ହୃଦୟର କଥା ହେଉଛି ସେଇ ମଣିଷର ଯାହାଠୁ ତାର ନିଜ ଲୋକଟା ଦୂରେଇ ଯାଇଛି ଆଉ ତାର ବିଶ୍ୱାସ ଅଛି ଆଜି ବି ତା ଗୁଲୁ ତାକୁ ଯେତିକି ଭଲ ପାଉଛି ଠିକ୍ ସେଦିନ ତାକୁ ଯେତିକି ଭଲ ପାଉଥିଲା। କିଛି ତ କାରଣ ଅଛି ଯେଉଁଥିପାଇଁ ତାଠୁ ଦୂରେଇ ଯାଇଛି, ହେଲେ ତା ଜାଗାଟା ସେ ଆଉ କାହାକୁ ଦେଇପାରିନି। ଏଇଟା ସେ ସିଓର ଅଛି, କାହିଁକି ନା ସେ ତା ସହିତ ଯେତିକି ମିଶିଛି ତା ଗୁଲୁ ସେମିତି ନୁହେଁ। କାହିଁକି ବ୍ଲକ୍ କରିଛି, କାହିଁକି ଦୂରେଇ ଯାଇଛି, କିଏ ୟା ଭିତରେ ଭିଲିଆନ୍ ଅଛି, ଏସବୁ ତ କେବଳ ତା ଗୁଲୁକୁ ହିଁ ଜଣା ଅଛି। ହେଲେ ତା ଗୁଲୁ ଉପରେ ଅଗାଢ଼ ବିଶ୍ୱାସ ତ ଅଛି। ସେ ତାକୁ ଆଜି ବି ହୃଦୟ ଭିତରେ ସେଇ ଜାଗାରେ ରଖିଛି, ଠିକ୍ ସେଦିନ ଯେଉଁ ଜାଗାରେ ରଖିଥିଲା।
ଆଉ ତାକୁ ଖୁବ୍ ଶୀଘ୍ର ଯୋଗାଯୋଗ ବି କରିବ ବୋଲି ଆଶା ରଖିଛି। ଦୁଇ ଜଣଙ୍କ ନାଁ କହିବାକୁ ତ ସେ ମନା କରିଥିଲା, କିନ୍ତୁ ତାକୁ ଶ୍ରଦ୍ଧାରେ ଗୁଲୁ ବୋଲି ଡାକେ ବୋଲି ଗୁଲୁ ନାଁଟା ନେବାକୁ କହିଲା। ଆଉ ୟା ଭିତରେ ଯେତିକି କଥା ଲେଖା ହେଇଛି ସେ ଏକଥା ଜାଣିଲା ପରେ ଇଏ ତା କାହାଣୀ ବୋଲି ଜାଣିପାରିବ କହିଲା। ଶେଷରେ ଏତିକି କହିଲା, ଏ ଗୁଲୁ, ସତରେ ତୋ ବିନା ମୁଁ ଆଗକୁ ବଢ଼ିବା ସମ୍ଭବ ନୁହେଁ। ମୋ ସହିତ ଥରେ ତ ଯୋଗାଯୋଗ କରିବାକୁ ଚେଷ୍ଟା କର ପ୍ଲିଜ୍, ନହେଲେ ମୁଁ ଭାଙ୍ଗି ପଡ଼ୁଛି, ଆଗକୁ ବଢ଼ିପାରୁନି। ସବୁବେଳେ ତୁ ହିଁ ସାମ୍ନାକୁ ଆସିଯାଉଛୁ। ବାସ୍ ଏଇ ପାଗଳର କିଛି ହୃଦୟର କଥା ମୋ କଣ୍ଠରେ ପଢ଼ିବାକୁ ଜିଦ୍ ଧରିଥିଲା। କିଛି କଥା ଭଲ ଲାଗିଲା, ସେଥିପାଇଁ ଏଇ କେଇପଦ ପଢ଼ିବାକୁ ଇଚ୍ଛା ହେଲା। ଆପଣଙ୍କୁ କେମିତି ଲାଗିଲା ଜଣା ତ ନଥିଲା, କିନ୍ତୁ ଯାହା ପାଇଁ ଏଇ କେଇପଦ କଥା ତାକୁ ତ ନିଶ୍ଚୟ ଭଲ ଲାଗିଲା। ଏକଥା ଶୁଣିଲା ପରେ ଗୁଲୁ, ପ୍ଲିଜ୍, ତମକୁ ଏତେ ଭଲ ପାଉଥିବା ମଣିଷଟାକୁ ଥରେ ତ ଯୋଗାଯୋଗ କରିବ ବୋଲି ମୋର ଆଶା ନିଶ୍ଚୟ ଥିଲା। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।